ସେଦିନ ଲାଗୁଥିଲା ମୋ ପରିଶ୍ରମର ଫଳ ମୁଁ ପାଇଯାଇଥିଲି। ଗୋଟେ ବୋଲି ପୁଅ, ଛୋଟବେଳୁ ତାର ମା ଚାଲିଗଲା। ଏଇ ହାତରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ତାକୁ ମଣିଷ କଲି। ଏବେ ବହୁତ ବଡ଼ ଅଫିସର ଗୋଟେ ହେଇଛି, ନାଲିବତୀ ଗାଡ଼ିରେ ବୁଲୁଛି। ବୋହୂ ବି କିଛି କମ୍ ନୁହେଁ, ବହୁତ ବଡ଼ ଘରର ଝିଅ ସିଏ। ଏବେ ମୋର ପରିବାର କହିଲେ ମୋ ପୁଅ, ବୋହୂ ଆଉ ମୋର ନାତି ଟୋକା। ବହୁତ ଖୁସିରେ ମୋ ଜୀବନର ଗାଡ଼ି ଆଗକୁ ଚାଲିଥିଲା। ସେଦିନ ହଠାତ୍ ମୋର ପୁଅ ଆସି କହିଲା, ବାପା ତୁମେ ଆଉ ମୋ ପାଖରେ ରୁହନି। ମୋର ବହୁତ ବଡ଼ ବଡ଼ ସାଙ୍ଗ ଆସୁଛନ୍ତି, ତାଙ୍କ ଆଗରେ ମୁଁ ଆଉ ତୁମର ପରିଚୟ ଦେବାକୁ ଭଲ ଲାଗୁନି। ଗୋଟେ କାମ କର, ତୁମେ ବୃଦ୍ଧାଶ୍ରମ ପଳାଅ। ମୁଁ ତୁମ ମାସ ସାରା ସବୁ ଖର୍ଚ୍ଚ ଦେବି। ପ୍ରତି ମାସରେ ତୁମକୁ ଥରୁଟେ ଯାଇ ଦେଖା କରି ମଧ୍ୟ ଆସିବି, କିନ୍ତୁ ତୁମେ ଆଉ ଏଠି ରୁହନି ପ୍ଲିଜ୍। ହଠାତ୍ ପୁଅର ଏ କଥା ଶୁଣି ମୋ ପାଦ ତଳ ମାଟି ଖସିଗଲା। ହୃଦୟକୁ ଧୀରେ ଧୀରେ ପଥର କରିଦେଲି। କିଛି କହିଲିନି ତାକୁ, ଆବାକ୍ ହେଇଗଲି ତାକୁ ଅନେଇ। ବୋହୂର ବି ଥିଲା ବହୁତ ବଡ଼ ସମର୍ଥନ। ରାଜି ହେଇଗଲି ତା କଥାରେ, ରାଜି ହେଇଗଲି ମୁଁ ବୃଦ୍ଧାଶ୍ରମ ଯିବା ପାଇଁ।